ଚାହୁଁଛି ଏବଂ ଆପଣଙ୍କର ସମସ୍ତଙ୍କର ଆଶୀର୍ବାଦ ମୁଁ କାମନା କରୁଛି। ଯେମିତିକି ଆଗାମୀ ଦିନରେ ଆମେ ଏକାଠି ହେଇକି ବିଜୁ ଜନତା ଦଳ ପାଇଁ ଆମେ କାର୍ଯ୍ୟ କରିବା ଏବଂ ତା ସହିତ ମୁଁ ମୋ ପାରାଦୀପ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ବି ସବୁ କାର୍ଯ୍ୟ ଜାରି ରଖିବି। ଏତିକି କହିକି ମୁଁ ଧନ୍ୟବାଦ କରୁଛି। ବିଜୁ ଜନତା ଦଳରେ ସାମିଲ ହେଲି, ସେଥିପାଇଁ ମୁଁ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ଆପଣଙ୍କର ସମସ୍ତଙ୍କର ଆଶୀର୍ବାଦ ମୁଁ କାମନା କରୁଛି। ଯେମିତିକି ଆଗାମୀ ଦିନରେ ଆମେ ଏକାଠି ହେଇକି ବିଜୁ ଜନତା ଦଳ ପାଇଁ ଆମେ କାର୍ଯ୍ୟ କରିବା ଏବଂ ତା ସହିତ ମୁଁ ମୋ ପାରାଦୀପ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ବି ସବୁ କାର୍ଯ୍ୟ ଜାରି ରଖିବି। ଏତିକି କହିକି ମୁଁ ଧନ୍ୟବାଦ କରୁଛି।